ସମାଜ ଆଜି ଏତେ କୁତ୍ସିତ, ଏତେ ହୀନ, ଏତେ ତଳକୁ ପଳେଇଲେଣି ଯେ କି ସାମାନ୍ୟ କେଇ ମୁହୂର୍ତ୍ତ ଖୁସି ପାଇଁ ଗୋଟେ ଡକ୍ଟରୀ ଛାତ୍ରୀ 31 ବର୍ଷ ବୟସ ମାତ୍ର, ଆଗରେ ତାଙ୍କର ବହୁତ ଭବିଷ୍ୟତ ପଡ଼ିଥିଲା, କିନ୍ତୁ ଏ ନରରାକ୍ଷସ ମାନେ ମିଳିମିଶି ତା ଶରୀରକୁ ଝୁଣି ଝୁଣି ଖାଇଗଲେ। ପୋଷ୍ଟମର୍ଟମ ରିପୋର୍ଟରୁ ତା ରିପୋର୍ଟ ମିଳିଛି ତାଙ୍କ ଦେହରୁ 150 ଗ୍ରାମରୁ ଅଧିକ ସିମେନ୍ସ ମିଳିଛି। ଏହା ତ ଗୋଟିଏ ଲୋକର ହେଇନଥିବ, ଅନେକ ଲୋକ ମିଶିକି ତାକୁ ରେପ୍ କରି, ତାକୁ ନିର୍ଯାତନା ଦେଇ, ତା ବେକ ହାଡ଼ ଭାଙ୍ଗି, ତାର ଆଖି ଫୁଟେଇ ତାକୁ ବିଭତ୍ସ ଭାବେ ହତ୍ୟା କରିଛନ୍ତି। କଣ ପାଉଛ? କେଇ ମୁହୂର୍ତ୍ତ ସୁଖ ପାଇଁ ତମେ ଗୋଟେ ମଣିଷକୁ ପଶୁଠୁ ବି ଆହୁରି ହୀନ କରିଦଉଛ। ବଞ୍ଚିବାର ଅଧିକାର ନାହିଁ ତୁମର ଏ ସଂସାରରେ, ମାରିଦିଅ। ଯଦି ପ୍ରମାଣ ମିଳୁଛି କୋର୍ଟ କଚେରୀ ନ ଯାଇ, ଏ କ୍ୟାଣ୍ଡେଲ ନ ଜଳେଇ, ରାସ୍ତାରେ ପ୍ରୋଟେଷ୍ଟ ନ କରି, ଦଳବଳ ନେଇ ପୁରା ତାକୁ ସଫା କରିଦିଅ, ଜୀବନରୁ ମାରିଦିଅ ସେମାନଙ୍କୁ। ଥରେ ଯଦି ଏମିତି ମର୍ଡର ରୋଡ, ବିଚ୍ ରୋଡ ଉପରେ ହବ, ସେଇ ମୃତ୍ୟୁର ତାଣ୍ଡବ ଲୀଳା ଦେଖି ଆଉ କୌଣସି ରାକ୍ଷସ ଭବିଷ୍ୟତରେ ଏମିତି ନାରୀଙ୍କ ସହିତ କରିବା ପାଇଁ ସାହସ ବି କରିବନି।